ଖାଇଲା ପରେ କରିବା ଆପଣଙ୍କ କଥାରେ ତ ମୁଁ କହିଛି ତହସିଲଦାର ଦେବ ବୋଲି। ଦେଖନ୍ତୁ ପ୍ରତ୍ୟେକ ବର୍ଷ ବାବା ଆଖଣ୍ଡଳମଣିଙ୍କ ନିକଟକୁ ଯାଉଥିବା ଶ୍ରାବଣୀ ଶ୍ରଦ୍ଧାଳୁମାନଙ୍କୁ ଏ ସ୍ଥାନରେ କୋଠାର ସ୍ଥାନରେ ସେବା ପ୍ରଦାନ କରାଯାଇଥାଏ, ଯେଉଁଥିରେ ବିଭିନ୍ନ ପ୍ରକାର ପଦସେବା ଠାରୁ ଆରମ୍ଭ କରିକି ପାନୀୟ ଜଳ ଯୋଗାଣ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଡାକ୍ତରୀ ବ୍ୟବସ୍ଥା ଏସବୁ ମଧ୍ୟ କରାଯାଇଥାଏ। ଓଡ଼ିଶାର କୋଣ ଅନୁକୋଣରୁ ବିଭିନ୍ନ ଶ୍ରଦ୍ଧାଳୁମାନେ ଆରଡ଼ି ଧାମକୁ ଆସିଥାନ୍ତି। କିଏ 200 କିଲୋମିଟର ଦୂରରୁ ଆସେ, କିଏ 300 କିଲୋମିଟର ଦୂରରୁ ଆସେ, ଜିଲ୍ଲା ଭିତରୁ ବି ଆସନ୍ତି। ଖାଲି ପାଦରେ ଯେତେବେଳେ ବର୍ଷାରେ ଭେଦି ଭେଦି ସେମାନେ ଆସୁଥାନ୍ତି। ଆମର ଗୋଟେ ସାମାଜିକ କର୍ତ୍ତବ୍ୟ, ଆମମାନେ ମଧ୍ୟ ସମାଜକୁ ବ୍ୟବହାର କରିକି ଏଠି କେଉଁଭଳି ଭାବରେ ସେମାନଙ୍କୁ ସେବା ଯୋଗାଇ ହେବ ସେଥିରେ ଆମେ ନିଶ୍ଚିତ ଭାବରେ ପ୍ରତ୍ୟେକ ବର୍ଷ ଯେଉଁଭଳି ଭାବରେ କାର୍ଯ୍ୟ କରୁଛୁ ଏବର୍ଷ ମଧ୍ୟ କଲୁ। ସେମାନେ ତ ପ୍ରଭୁଙ୍କ ଉପରେ ପାଣି ଢାଳିକି ପୁଣ୍ୟ ଅର୍ଜନ କରୁଛନ୍ତି, ଯଦି ତାଙ୍କର ସେବା କରିପାରିବା ଆମେ ମଧ୍ୟ ସେଥିରୁ କାଣିଚାଇ ପାଇବା ବୋଲି ଆମର କାମନା ମଧ୍ୟ ଅଛି।